ଆଜି ଜାନୁଆରୀ ମାସ 7 ତାରିଖ ବୁଧବାର। ଆଜିର ପାଣିପାଗ ଅପଡେଟ୍। ଆସୁଛି ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଛନ୍ତି 10 ତାରିଖରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଆଶଙ୍କା ରହିଛି। ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ବର୍ଷା ସମ୍ଭାବନା ଅଛି। 9ରୁ 12 ତାରିଖ ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏପଟେ ଆହୁରି କଲବଲ କରିବ ଥଣ୍ଡା। 3ରୁ 4 ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା 1ରୁ 1.5 ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। 3ରୁ 4 ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ଆଶା କରାଯାଉଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ହେଲେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ 2ରୁ 3 ଡିଗ୍ରୀ ବୃଦ୍ଧି ପାଇଥିବାରୁ ଶୀତରୁ ଲୋକଙ୍କୁ ସାମାନ୍ୟ ତ୍ରାହି ମିଳିଛି। ଏଭଳି ସ୍ଥିତିରେ ପୁଣି ରାଜ୍ୟରେ ଶୀତ ବଢ଼ିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ସେଭଳି ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ 8.5 ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ 8.8 ଡିଗ୍ରୀ, ରାଉରକେଲାରେ 9 ସେଲସିୟସ୍, ଶିମିଳିଗୁଡ଼ାରେ 9.2, ଜି ଉଦୟଗିରିରେ 9.8, କିରେଇରେ 9.8, ଚିପିଲିମା 10.2, ବୌଦ୍ଧର 10.5 ଓ ସୁନ୍ଦରଗଡ଼ରେ 10.6 ଡିଗ୍ରୀ ରେକର୍ଡ଼ ହୋଇଛି। ହେଲେ ଜାନୁଆରୀ 7 ଯାଏଁ ଅର୍ଥାତ୍ ଆଜି ରାଜ୍ୟରେ ଘନ କୁହୁଡ଼ିକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି। ଆଜି ବୁଧବାର କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନତା କ୍ଷମତା 200 ମିଟରରୁ କମ୍ ରହିବ ବୋଲି ସୂଚନା ଦିଆଯାଇଛି।